ଜଣେ ଗୁରୁ ସେ ଗୀତା ପାଠ କରୁଥିଲେ, ପ୍ରବଚନ ଦେଉଥିଲେ, ଆଉ ତାଙ୍କୁ ଗୋଟେ ଝିଅ କ୍ଷୀର ଦେବାକୁ ଆସିଥିଲେ ବହୁତ ଦୂର ଗାଁରୁ, ମାନେ ନଦୀ ନାଳ ଡେଇକି ଆସିବାକୁ ପଡୁଥିଲା। ଦିନେ ସେ ଆସି ନ ପାରିବାରୁ ଗୁରୁ କହିଲେ ଆଜି ଆସିଲୁନି କାହିଁକି? ନା ନଦୀରେ ପାଣି ବହୁତ ଥିଲା, ବର୍ଷା ହଉଥିଲା, ତେଣୁକରି ଆସିଲୁନି। ଆରେ ସେଥିରେ କ'ଣ ହବ, କୃଷ୍ଣଙ୍କର ନାଁ ନେ, ସବୁ ଠିକ ହେଇଯିବ, ସବୁ ଆପଦ ବିପଦ ଦୂରେଇ ଯିବ, ତୁ ଆସିପାରିବୁ। ତା ପରଦିନ ଥରେ ବର୍ଷା ହେଲା, ପାଣି ହେଲା, ବହୁତ ଘନ ଘଟା ବର୍ଷା ହେଲା, ତା ଭିତରେ ବି ସେ କ୍ଷୀର ଦେବା ପାଇଁ ଆସିଲେ। ସେ କହିଲେ ତୁ କିପରି ଆସିଲୁ? ନା ଆପଣ କହିଥିଲେ କୃଷ୍ଣଙ୍କର ନାମ ନେଲେ ଆଣ୍ଠିଏ ପାଣି ହେଇଯିବ, ମୁଁ ସେଇଭଳି ଭାବରେ ପଳେଇ ଆସିଲି, ପାଣି ଫାଙ୍କା ହେଇଯିବ। ସେ କହିଲେ ଏଇଟା କିପରି ସମ୍ଭବ, କାହିଁ ତୁ କିପରି କଲୁ ଦେଖିବା। ଗଲେ, କହିଲେ ଠିକ ଅଛି ଆସନ୍ତୁ। ସେ ଯେତେବେଳେ ଫେରି ଯାଉଥିଲା ସେ କୃଷ୍ଣ ନାମ ନେଇକି ପାଣି ଉପରେ ଦେଇକି ଚାଲି ପଳାଇଲା, କିନ୍ତୁ ଗୁରୁ ଆଉ ଯାଇପାରୁନାହାନ୍ତି, ତାଙ୍କ ମନରେ ବିଶ୍ୱାସ ନଥିଲା, ଯାଇପାରିଲେ ନାହିଁ। ସେ ଯେମିତି ପାଣି ଭିତରେ ପଶିଲା ସେ ବୁଡ଼ି ବୁଡ଼ି ଚାଲିଲା, ମୁଣ୍ଡ ପର୍ଯ୍ୟନ୍ତ ହେଇଗଲା। ତାପରେ ସେ ଝିଅଟି କହିଲେ କାହିଁ ଗୁରୁଦେବ ଆସନ୍ତୁ, କାହିଁ ଆପଣ କୃଷ୍ଣଙ୍କର ନାମ ନେଉନାହାନ୍ତି, କୃଷ୍ଣଙ୍କର ନାମ ନେଇ ନେଇକି ଆସନ୍ତୁ। ତ ଗଭୀର ବିଶ୍ୱାସ ସବୁ କିଛି ମିଳେ।